ସମସ୍ତଙ୍କୁ ନମସ୍କାର। ଆଜିର ଟପିକ୍ ଆମମାନଙ୍କର ଫଟୋ କ୍ୟାପଚରିଂ ରେ ଏରର। କେତେକ ଅଙ୍ଗନବାଡ଼ି କର୍ମୀ ଦିଦିମାନେ ସେମାନଙ୍କର କୋଶ୍ଚିନ୍, ସେମାନେ ଫଟୋ କ୍ୟାପଚର କରୁଛନ୍ତି ନିଜ ସେଣ୍ଟରର, କିନ୍ତୁ ଆମମାନଙ୍କର CDPIDରେ ସେ ଶୋ କରୁନି। ଗୋଟେ ଏକ୍ଜାମ୍ପଲ୍ ନେବା, ଦେଖନ୍ତୁ ଏଇଠି ଆମର ମ୍ୟୁନିସିପାଲିଟି, ତାର 27ଟା ସେଣ୍ଟର ଅଛନ୍ତି, ଓପେନ୍ 27ଟା ହେଇଛି। ପୁଣି ଆମେ ସ୍କ୍ରୋଲ୍ କରିକି ଦେଖିବା, ଏଇଠି ଇମେଜ୍ କ୍ୟାପଚର୍ ଅଛି 26। ତ ଏଇଠି ଆମର 27ଟା ସେଣ୍ଟରରୁ ଗୋଟେ ସେଣ୍ଟରଟା ଓପେନ୍ ହେଇନି, ତା ମାନେ ତାର ଇମେଜ୍ କ୍ୟାପଚର୍ରେ ପ୍ରୋବ୍ଲେମ୍ ଅଛି। ସେ ଇମେଜ୍ କ୍ୟାପଚର୍ କରୁଛି, କିନ୍ତୁ ତାର ଇମେଜ୍ କ୍ୟାପଚର୍ଟା ପସନ୍ଦ ଟ୍ରାକର୍ରେ ସେ ସେଭ୍ ହେଇକି ରହୁନି। ତ ତାର କାରଣ କ'ଣ, ଆମେ ସେ ବିଷୟରେ ଆଜି ଆମେ ଶିଖିବା। ଚାଲନ୍ତୁ, ସେଥିପାଇଁ ଆମମାନେ ପସନ୍ଦ ଟ୍ରାକର୍କୁ ଓପନ୍ କରିବା। ବର୍ତ୍ତମାନ ପସନ୍ଦ ଟ୍ରାକର୍ ଓପେନ୍ ହେଇଯାଇଛି। ଏଇଠି ଆମେ ଦେଖୁଛୁ ଯେ ଫଟୋ AWC ଫଟୋ ନଟ୍ କ୍ୟାପଚର୍। ଏହାର କାରଣ କ'ଣ ଦେଖନ୍ତୁ, ଆମେ ଯେତେବେଳେ ଏଇଠି କ୍ଲିକ୍ କରିବା ଫଟୋ କ୍ୟାପଚର୍ ପାଇଁ, ଏଇଠି ଲେଖା ହେଇଛି କ୍ୟାପଚର୍ AWC ଫଟୋ, କ୍ୟାପଚର୍ ଏନି ୱାନ୍ ଆକ୍ଟିଭିଟି such as providing HCM distribution, morning snacks, preschool education, etc. Kindly include children who are at the AWC in the picture। ବର୍ତ୍ତମାନ ଦେଖନ୍ତୁ, ଯେତେବେଳେ ଆମେ ଫଟୋ କ୍ୟାପଚର୍ କରିବା, ସେଇ ସମୟରେ ଆମମାନଙ୍କର ଅଙ୍ଗନବାଡ଼ି ୱାର୍କର, ହେଲ୍ପର ଆଉ ଛୁଆମାନେ, ଯେଉଁ ଆମର ବେନିଫିସିଆରୀ ଅଙ୍ଗନବାଡ଼ି ସେଣ୍ଟରରେ ଅଛନ୍ତି ଛୁଆ ଗୁଡ଼ାକ, ସେମାନେ ଥିବା ଆବଶ୍ୟକ। ଫଟୋ କ୍ୟାପଚର୍ କରିବା ନିମନ୍ତେ ଆମେ କ୍ୟାମେରା ଉପରେ କ୍ଲିକ୍ କରିବା। କ୍ୟାମେରା ଉପରେ କ୍ଲିକ୍ କଲେ କେତେକ କର୍ମୀମାନେ ଫଟୋ କ୍ୟାପଚରିଂରେ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ଆଉ ତାହା କାହିଁକି ହେଉଛି ତାହାର କାରଣ ଜାଣିବା, ଆଉ ତାର ସଲ୍ୟୁସନ୍ ମଧ୍ୟ ଆମେ ଆଜି ଜାଣିବା। ତ ଚାଲନ୍ତୁ, ସେଥିପାଇଁ ଆମମାନେ ବର୍ତ୍ତମାନ ଡେଇଲି ଟ୍ରାକିଂକୁ ଖୋଲିବା। ଯେତେବେଳେ ଆମମାନେ ଫଟୋ କ୍ୟାପଚରିଂ କରୁଛୁ, ସେହି ସମୟରେ ଆମେ ଫଟୋ କ୍ୟାପଚର୍ କରି ସବମିଟ୍ ବଟନ୍ଟା କ୍ଲିକ୍ କରୁଛୁ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଆମେ ଆମମାନଙ୍କର ପସନ୍ଦ ଟ୍ରାକର୍କୁ ଆମେ ଯେତେବେଳେ ଓପେନ୍ କରି ଦେଖୁଛୁ, ସେହି ସମୟରେ ଆମମାନଙ୍କର ଫଟୋ କ୍ୟାପଚର୍ ନଟ୍ ଡନ୍। ଦେଖନ୍ତୁ, ଏଇଠି AWC ଫଟୋ ଜାଗାରେ ନଟ୍ କ୍ୟାପଚର୍ ଶୋ କରୁଛି। ତ ସେଥିପାଇଁ ଆମମାନେ କ'ଣ କରିବା ଦେଖନ୍ତୁ, ପ୍ରଥମେ ଆମେ ଏଇଭଳି ଭାବରେ ଆମମାନେ ବାର ଚେଷ୍ଟା କଲା ପରେ ମଧ୍ୟ ଆମମାନଙ୍କର ଯେତେବେଳେ ଫଟୋ କ୍ୟାପଚର୍ ହେଇପାରୁନି, ଆଉ ଆମମାନଙ୍କର ଡ୍ୟାସବୋର୍ଡ଼ରେ ଶୋ କରୁନି, ତାହେଲେ ଆମମାନେ କ'ଣ କରିବା, ଆମମାନେ ଦେଖନ୍ତୁ ଏଇଠି ଏ ପସନ୍ଦ ଟ୍ରାକର୍ ଉପରେ ଆମେ ଲଙ୍ଗ୍ ପ୍ରେସ୍ କରିବା। ଲଙ୍ଗ୍ ପ୍ରେସ୍ କଲା ପରେ ଏଇଠି ଆମେ ଦେଖୁଛୁ, ଏଇଠି ଗୋଟେ ଆପ୍ ଇନଫର୍ମେସନ୍ ଅଛି। ଏ ଆପ୍ ଇନଫର୍ମେସନ୍ ଉପରେ ଆମେ କ୍ଲିକ୍ କରିବା। ଆପ୍ ଇନଫର୍ମେସନ୍ କ୍ଲିକ୍ କଲା ପରେ ଏଇଭଳି ଏକ ସ୍କ୍ରିନ୍ ଆମେ ଦେଖିବାକୁ ପାଉଛୁ। ତ ଆମେ ସ୍କ୍ରୋଲ୍ କରି ଦେଖିବା, ଏଇ ଦେଖନ୍ତୁ ଗୋଟେ ଆପ୍ ପରମିଶନ୍ସ ଗୋଟେ ଅଛି। ଆପ୍ ପରମିଶନ୍ ଗୋଟେ ଅପସନ୍ ଅଛି, ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଇଠି ଆମମାନେ ଦେଖିପାରୁଛୁ, ଯେତେବେଳେ ଆପ୍ ପରମିଶନ୍ ଉପରେ ଆମେ କ୍ଲିକ୍ କରୁଛୁ, ଏଇଠି ଆମେ ଦେଖୁଛୁ ଯେ ପସନ୍ଦ ଟ୍ରାକର୍ର ଏଇଠି ଆଲାଉଡ଼୍ରେ କ୍ୟାମେରା ଅଛି ଆଉ ଷ୍ଟୋରେଜ୍ ଅଛି, କିନ୍ତୁ ଡିନାଇଡ଼୍ରେ କ'ଣ ଅଛି, ଲୋକେସନ୍ ଅଛି। ତ ଏଇ ଲୋକେସନ୍କୁ ଆମେ କ୍ଲିକ୍ କଲା ପରେ ଆମେ ଏଇଠି ଦେଖନ୍ତୁ ଆଲାଉ ଓନ୍ଲି ହ୍ୱାଇଲ୍ ୟୁଜିଂ ଦ ଆପ୍, ଏଇଟାକୁ ଆମେ କ୍ଲିକ୍ କରିବା, ଆଉ ତାକୁ ଆମେ ସେଟ୍ କରିଦେବା। ଏଇଟା ହେଉଛି ଆମର ପସନ୍ଦ ଟ୍ରାକର୍ ଆପ୍କୁ ଆମେ ଲୋକେସନ୍ର ପରମିଶନ୍ ଆମେ ଏଲାଉ କରିଛୁ। ତାପରେ ବର୍ତ୍ତମାନ ଦେଖନ୍ତୁ, ଏଇଠି ଲୋକେସନ୍ ଆମର ଯେଉଁ କ'ଣ ଏଲାଉ କରାହେଇଛି, ପରମିଶନ୍ ଦିଆହେଇଛି, କ୍ୟାମେରା, ଲୋକେସନ୍ ଆଉ ଷ୍ଟୋରେଜ୍, ଏଇଟାକୁ ଆମେ ସେଟ୍ କରିଦେବା। ପ୍ରଥମେ ସେଟ୍ କଲା ପରେ ଆମମାନେ ବ୍ୟାକ୍ ଯିବା। ବ୍ୟାକ୍ କଲା ପରେ ଆମେ ଏଇଠି ଯଦି ଆମେ ବର୍ତ୍ତମାନ ଆମେ ନଟ୍ କ୍ୟାପଚର୍ ଅଛି, ଦେଖନ୍ତୁ ୟା ଉପରେ ଯଦି ଆମେ କ୍ଲିକ୍ କରିବା, ଦେଖନ୍ତୁ ଏଇଭଳି ସ୍କ୍ରିନ୍ ଆସିଲା। ତ ଆମେ କ୍ୟାମେରା ଉପରେ କ୍ଲିକ୍ କରିକି ଫଟୋ ନେଇଯିବା। ଫଟୋ ନେଇଗଲା ପରେ ଆମେ କ'ଣ ରାଇଟ୍ ଉପରେ ଏଠି ୟା ଉପରେ ଆମେ କ୍ଲିକ୍ କରିବା, ବା ଓକେ ଯଦି କେତେଟା କ୍ୟାମେରାରେ ଆମମାନଙ୍କର ଓକେ ଅଛି, ତ ସେ ଓକେ ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆମେ ଦେଖିପାରୁଛୁ ଏଇଠି ଆମମାନଙ୍କର ଫଟୋ କ୍ୟାପଚର୍ ହେଇଯାଇଛି। ଯଦି ଏଇସବୁ ବିଷୟ କରିସାରିଲା ପରେ ବି ଯଦି ଆମମାନଙ୍କର ଫଟୋ କ୍ୟାପଚର୍ ହେଇପାରୁନି, ତାହେଲେ ଆମମାନେ କ'ଣ କରିବା, ଆମମାନେ
ଏଇ ଆପ୍ ଇନଫର୍ମେସନ୍ को ଯିବା। ଆପ୍ ଇନଫର୍ମେସନ୍ को ଯାଇକି ଦେଖନ୍ତୁ ଏଠି ମୁଁ ଦେଖୁଛି ଯେ ଏଇଠି ଷ୍ଟୋରେଜ ଅଛି। ଷ୍ଟୋରେଜ ଉପରେ ଆମେ କ୍ଲିକ୍ କରିବା। ଷ୍ଟୋରେଜ ଉପରେ କ୍ଲିକ୍ କଲା ପରେ ଆମେ ଏଇଠି ଦେଖୁଛୁ କ୍ୟାଚେ। এই କ୍ୟାଚେରେ ଏଇ ତଳେ ଆମେ ଦେଖିବାକୁ ପାଉଛୁ କ୍ୟାଚେ କ୍ଲିୟର ଡାଟା। ଡାଟାକୁ ଆମେ କ୍ଲିୟର କରିବା। ତାପରେ ଏଇଠି ଦେଖିପାରୁଛୁ ଆମେ ଡିଲିଟ୍ ଅଲ୍ ଡାଟା, ଅଲ୍ ଆପ୍ ଡାଟା ଇନକ୍ଲୁଡିଂ ଫାଇଲ୍ ସେଟିଂ ଆକାଉଣ୍ଟସ୍ ଡାଟାବେସେସ୍ ଆଣ୍ଡ କ୍ୟାଚେ ୱିଲ୍ ବି ପରମାନେଣ୍ଟଲି ଡିଲିଟେଡ୍। ଆମେ ଏଇଠି ଓକେ ମାରିବା। ତ ଏଇଭଳି ଭାବରେ ଏବେ ଦେଖନ୍ତୁ ୟାର କ୍ୟାଚେଟା ବର୍ତ୍ତମାନ 0 ଅଛି। ସବୁ ଜିନିଷ ୟୁଜ ଡାଟା ସବୁ କିଛି ଆମର 0 ହେଇଗଲା। ତ ଆମେ ପୁଣି ଥରେ ପର୍ସନାଲ ଟ୍ରାକରକୁ ଓପେନ୍ କରିବା। ପୁଣି ଥରେ ଆମେ ତାକୁ ଲଗ୍ଇନ୍ କରିବା। ଲଗ୍ଇନ୍ କରୁ ପୁଣି ଆମେ ଆଉଥରେ ଫଟୋ କ୍ୟାପଚର କରିବା। ପୁଣି ଥରେ ଏଇଠି ଯେତେବେଳେ ଆମେ AWC ଫଟୋ ନଟ୍ କ୍ୟାପଚର୍ଡ ଅଛି ତ ତା ଉପରେ ଆମେ କ୍ଲିକ୍ କରିକି ତାର ଫଟୋକୁ ଆମେ କ୍ୟାମେରା ଉପରେ କ୍ଲିକ୍ କରିକି ଆମେ ଫଟୋ କ୍ୟାପଚର କରିବା। ଫଟୋ କ୍ୟାପଚର କଲା ବେଳେ ଏଇଠି ଦେଖନ୍ତୁ ଏଇଭଳି ମେସେଜ ମଧ୍ୟ ଆମେ ଦେଖିବାକୁ ପାଉଛୁ ଯେ ଆଲାଉ ପର୍ସନାଲ ଟ୍ରାକର ଟୁ ଟେକ୍ ପିକ୍ଚର୍ସ ଆଣ୍ଡ ରେକର୍ଡ ଭିଡିଓସ୍। ସେଠି ଆମେ ଆଲାଉ କରିବାର ଅଛି। ପୁଣି ଆଲାଉ ପର୍ସନାଲ ଟ୍ରାକର ଟୁ ଆକ୍ସେସ୍ ଫଟୋସ୍ ଆଣ୍ଡ ମିଡିଆ ଅନ୍ ୟୋର ଡିଭାଇସ୍। ଏଇଟା ମଧ୍ୟ ଆଲାଉ କରିବାର ଅଛି। ଏସବୁ ଜିନିଷ ଆମେ ଆଲାଉ କଲା ପରେ ଆମମାନେ ଏଇଭଳି ଆମମାନଙ୍କର ଫଟୋ ନିମନ୍ତେ ଆମମାନଙ୍କୁ ଶୋ କରିବ। ସେଇ ଫଟୋକୁ ଆମେ କ୍ଲିକ୍ କରି ଆମମାନେ ଟିକ୍ ଓକେ କରିବା। ଓକେ କଲା ପରେ ଆମମାନଙ୍କର ଫଟୋ କ୍ୟାପଚର ହେଇକି ତାହା ଆମମାନଙ୍କର ପର୍ସନାଲ ଟ୍ରାକରରେ ଆମମାନଙ୍କର ସେଭ୍ ହୋଇଯିବ ଏବଂ ଆମମାନଙ୍କର ଫଟୋ କ୍ୟାପଚର ହେଇଯିବ। ତ ଏଇଭଳି ଭାବରେ ଆମମାନେ କରିବା। ଯଦି ଆମମାନଙ୍କର ପର୍ସନାଲ ଟ୍ରାକରରେ କିଛି ଆମମାନଙ୍କର ଫଟୋ କ୍ୟାପଚରିଂ ହେଇପାରୁନି ତାହେଲେ ଆମମାନେ ଏଇଭଳି ଭାବରେ ଏଇ ପ୍ରୋସେସ ଆମେ କରିବା। ଅଥବା ଆମମାନେ ଆମମାନଙ୍କର ମୋବାଇଲକୁ ଥରେ ସୁଇଚ୍ ଅଫ୍ କରିକି ସୁଇଚ୍ ଅନ୍ କରିବା। ପୁଣି ଥରେ ମୁଁ ଆପଣମାନଙ୍କୁ ରିଭାଇଜ କରି କହୁଛି ଯେ ଯେତେବେଳେ ଆମମାନଙ୍କର ଫଟୋ କ୍ୟାପଚର ହେଇପାରୁନି ସେଇ ସମୟରେ ଆମମାନଙ୍କର ଲୋକେସନକୁ ଅନ୍ କରିବା। ଯଦି ଲୋକେସନ ଆମେ ଅନ୍ କରୁଛୁ କଲେ ମଧ୍ୟ ଯଦି ଆମେ ପର୍ସନାଲ ଟ୍ରାକର ଆପ୍କୁ ଆମେ ପରମିସନ ଦେଇନି ତାହେଲେ ଆମମାନେ ସେଇ ଲୋକେସନକୁ ପର୍ସନାଲ ଟ୍ରାକର ଆପ୍ ଖାଲି ଓପେନ୍ କରି ଆମମାନେ ଫଟୋ ପାଇଁ ଲୋକେସନ ପାଇଁ ଆମେ ପର୍ସନାଲ ଟ୍ରାକର ଆପ୍କୁ ମଧ୍ୟ ଆମମାନେ ଲୋକେସନ ପରମିସନ ଦେବା। ପୁଣି ତାକୁ ଆମେ ରି ଆପଲୋଡ କରିକି ପୁଣି ଥରେ ଆମମାନେ ଲଗ୍ଇନ୍ କରିକି ଆମେ ପୁଣି ଫଟୋ କ୍ୟାପଚର କରିପାରିବା। କିମ୍ବା ଆମମାନେ ପର୍ସନାଲ ଟ୍ରାକରକୁ ଲଙ୍ଗ ପ୍ରେସ୍ କରି ଆପ୍ ଇନଫର୍ମେସନ୍ କ୍ଲିକ୍ କରିବା। ତାପରେ ଷ୍ଟୋରେଜକୁ ଯାଇକି ଆମେ ତାର କ୍ୟାଚେକୁ ଆମେ କ୍ଲିୟର କରିବା। କ୍ଲିୟର କଲା ପରେ ଆମମାନେ ପୁଣି ଥରେ ଲଗ୍ଇନ୍ କରିକି ଆମମାନେ ଫଟୋ କ୍ୟାପଚର କରିପାରିବା। ଫଟୋ ଆପଲୋଡ କଲା ବେଳେ କେତେ ଗୁଡ଼ିଏ ଜାଣିବା ବିଷୟ। ଯଦି ଆପଣମାନେ ଫଟୋ ଆପଲୋଡ କରୁଛନ୍ତି ବା ଫଟୋ କ୍ୟାପଚର କରୁଛନ୍ତି ସେଇ ସମୟରେ ଆପଣମାନେ ସବମିଟ୍ ଯେତେବେଳେ ମାରୁଛନ୍ତି ସେଇ ସମୟରେ ଯଦି ଏଇଭଳି ଏକ ମେସେଜ ଆସୁଛି GPS ରିକ୍ୱାର୍ଡ ପ୍ଲିଜ୍ ଏନେବଲ୍ ଲୋକେସନ ସର୍ଭିସ୍ ଟୁ ଆପଲୋଡ ଇମେଜ। ଏଇ ସମୟରେ ଆପଣମାନେ ନିଜର ଲୋକେସନକୁ ଅନ୍ କରିବେ। ଆଉ ଫଟୋ କ୍ୟାପଚର କରି ସବମିଟ୍ କରିବା ବେଳେ ଯଦି ଏଇଭଳି ଏକ ମେସେଜ ଆମେ ପାଉଛୁ ତାହେଲେ ଏଠି ଦେଖନ୍ତୁ ଆଲାଉ ପର୍ସନାଲ ଟ୍ରାକର ଟୁ ଆକ୍ସେସ୍ ଫଟୋସ୍ ମିଡ଼ିଆ କଣ୍ଟେଣ୍ଟସ୍ ଆଣ୍ଡ ଫାଇଲ୍ସ ଅନ୍ ୟୋର ଡିଭାଇସ୍। ତ ଏଇଠି ଆପଣମାନେ ଆଲାଉକୁ କ୍ଲିକ୍ କରିବେ। ପୁଣି ଯଦି ଏଇଭଳି ମେସେଜ ମଧ୍ୟ ଆସୁଛି ଯେମିତିକି ଆଲାଉ ପର୍ସନାଲ ଟ୍ରାକର ଟୁ ଟେକ୍ ଫଟୋ ଆଣ୍ଡ ରେକର୍ଡ ଭିଡିଓସ୍, ଏଇଠି ମଧ୍ୟ ଆପଣମାନେ ଆଲାଉ କ୍ଲିକ୍ କରିବେ। ଯେତେବେଳେ ଫଟୋ କ୍ୟାପଚର ଆପଣମାନଙ୍କର କମ୍ପ୍ଲିଟ୍ ହେଉଛି ଆଉ ଆପଣମାନେ ଏଇ ସବମିଟ୍ ବଟନଟା କ୍ଲିକ୍ କରୁଛନ୍ତି ସେଇ ସମୟରେ ଆପଣମାନଙ୍କୁ ଏଇଭଳି ମେସେଜ ଆସିବ ଯାହାକି ଲେଖାହେଇଛି AWC ଫଟୋ କ୍ୟାପଚର ସକ୍ସେସଫୁଲି। ଏଇଭଳି ମେସେଜ ଆସିଲେ ଆପଣମାନେ ଜାଣିବେ ଯେ ଆପଣଙ୍କର ଫଟୋ କ୍ୟାପଚରଟା ସକ୍ସେସ୍ ହେଇଛି। ଏଇଠି ଆମମାନେ ଦେଖିପାରୁଛୁ ଯେମିତିକି AWC ଫଟୋ କ୍ୟାପଚର୍ଡ ଗ୍ରୀନ୍ କଲରରେ ଆସିଯାଇଛି। ଆଉ ଏଇଭଳି ଆମର ଫଟୋଟା ଆମର ସକ୍ସେସଫୁଲ ହେଇକି ଆପଲୋଡ ହେଇଯାଇଛି। କିନ୍ତୁ ଯଦି ଆପଣମାନେ ଭାବୁଛନ୍ତି
ଯେ ଏଇ ଫଟୋ ଯାହା ଆପଣମାନେ କ୍ୟାପଚର୍ କରିଛନ୍ତି ସେଇ ଫଟୋଟା ଆପଣ ଭୁଲବଶତଃ କରିଦେଇଛନ୍ତି, ଆପଣ ରଙ୍ଗ ଫଟୋଟା ଅପଲୋଡ଼ କରିଛନ୍ତି, ତାହେଲେ ଆପଣମାନେ ପୁଣି ଥରେ ତାକୁ କ୍ୟାପଚର୍ କରିପାରିବେ। ତ ସେଥିପାଇଁ ଆପଣମାନେ ଏଇଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣଙ୍କର ଯାହା ଆପଣ ଫଟୋ କ୍ୟାପଚର୍ କରିଛନ୍ତି ସେଇ ଫଟୋଟା ଏଇଠି ଆସୁଛି। ତ ଆପଣମାନେ ଏଇଠି କ୍ୟାମେରାରେ କ୍ଲିକ୍ କରିବେ। କ୍ୟାମେରାରେ କ୍ଲିକ୍ କଲା ପରେ ଆପଣମାନେ ଫଟୋ କ୍ୟାପଚର୍ କରିବେ। ଫଟୋ କ୍ୟାପଚର୍ କଲା ପରେ ଟିକ୍ ମାର୍କ ମାରିବେ। ଆଉ ଟିକ୍ ମାର୍କ ମାରିଲା ପରେ ଆପଣଙ୍କର ଏଇଭଳି ଏକ ମେସେଜ୍ ଆପଣମାନେ ପାଇବେ, ଯାହାକି ଲେଖା ହେଇଛି ପ୍ରିଭିୟସଲି କ୍ୟାପଚର୍ଡ ଫଟୋ will be replaced। ଆପଣ ସେଇଠି ଓକେ ମାରିବେ। ଯଦି ଆପଣ ନିଜର ଫଟୋକୁ ଯଦି ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଇଠି ଓକେ ମାରିବେ। ଆଉ ଯଦି ତାକୁ ଆପଣମାନେ ଫଟୋ ଯାହା କ୍ୟାପଚର୍ କରିଛନ୍ତି ସେଇ ପ୍ରିଭିୟସ୍ ଫଟୋଟା ଠିକ୍ ଭାବୁଛନ୍ତି ତାହେଲେ ତାକୁ କ୍ୟାନସଲ୍ ମାରିବେ। ଆପଣମାନେ ଓକେ ମାରିଲା ପରେ ଏଇ ସବମିଟ୍ ବଟନ୍କୁ କ୍ଲିକ୍ କରିବେ। ସବମିଟ୍ ବଟନ୍କୁ କ୍ଲିକ୍ କରିବା ଭୁଲିବେ ନାହିଁ। ମୁଁ ଆଶା କରୁଛି ଆପଣମାନେ ଏଇ ସମସ୍ତ ବିଷୟ ଆପଣମାନେ ବୁଝି ଯାଇଥିବେ ଏବଂ ଏଇ ଭିଡ଼ିଓଟି ଆପଣମାନଙ୍କୁ ଫଳପ୍ରଦ ହୋଇଅଛି। ଯଦି ଆପଣମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଲା ତାହେଲେ ଆପଣମାନଙ୍କର ସହକର୍ମୀମାନଙ୍କ ସହିତ ସେୟାର କରନ୍ତୁ, ଯଦ୍ୱାରା କି ସେମାନେ ମଧ୍ୟ ଏଇ ଭିଡ଼ିଓ ଦ୍ୱାରା କିଛି ଲାଭବାନ ହେଇପାରେ। ଯଦି ଆପଣମାନେ ଏଇ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ବେଲ୍ ଆଇକନ୍କୁ ଦବାନ୍ତୁ, ଯଦ୍ୱାରା କି ଯାହା କିଛି ନ୍ୟୁଲି ଭିଡ଼ିଓ ଅପଲୋଡ଼ ହେବ ସେଇ ସମସ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ।